ଯେତେବେଳେ ପଶ୍ଚିମ ଓଡ଼ିଶା ଯାଇଥିଲେ ଗୋଟିଏ ଆଇବିରେ ରହିଥିଲେ। ସେଠି ଜଣେ ସେବକ ଥିଲେ, ସେ ତାଙ୍କର ଷ୍ଟାଫ ଥିଲେ। ତାଙ୍କର ନାଁ କ'ଣ ସେ କେଭିଜିଂସ କହିପାରିବେ, କୁନ୍ଦୁରୁ କୁଶଳ ନା କ'ଣ, ସେ ଗୋଟେ ଆଇବିର ଥିଲେ। ତାଙ୍କର ସେବା କରିଲେ, ସେ ବହୁତ ଭାରି ବଢ଼ିଆ ତାଙ୍କର ସେବା କରିଦେଲେ। ଟିକେ ଗୋଡ଼ ହାତ ଟିକେ ଯୋଉ ସେବା କରିଦେଲେ, ମାଲିସ କରିଦେଲେ। ସେ ଏତେ ଖୁସି ହେଇଗଲେ, ସେ ତାଙ୍କୁ ବିଧାୟକ କରିଦେଲେ। ଥରେ ନୁହଁ ପ୍ରଫୁଲ୍ଲ ମହାନ୍ତି, 3 ଥର, 3 ଥରରୁ ଅଧିକ ସେ ବିଧାୟକ ହେଲେ। କୁନ୍ଦୁରୁ କୁଶଳ ନିଜ ନାଁ ଲେଖି ପାରୁନଥିଲେ, କନ୍ଦର କସଲ ଲେଖୁଥିଲେ। ତାପରେ ତାଙ୍କୁ ଶିଖା ହେଇଥିଲା ଯେ ଯେତେଟା ସବୁ ତଳେ 4 ମାରିବେ, ସବୁ କୁନ୍ଦୁରୁ କୁଶଳ କରିକି ସେ କରିଦେଲା। ତ ସେଭଳିଆ ଲୋକଙ୍କୁ ବି ଆଜି କାହାକୁ କୋଉଠୁ ନେଇକରି କୋଉଠି ସେ ପହଞ୍ଚେଇଛନ୍ତି। ଏବଂ ଓଡ଼ିଶାକୁ ମଧ୍ୟ ଶିଳ୍ପ କ୍ଷେତ୍ରରେ, ଇଏ ପଞ୍ଚାୟତ ରାଜ ବ୍ୟବସ୍ଥା କ୍ଷେତ୍ରରେ, ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଯୋଉ ଭୂମିକା ବହୁତ ଅନନ୍ୟ ଥିଲା। ଆଉ ତାଙ୍କରି ସେଇ ଯୋଉ ଲକ୍ଷ୍ୟ ଥିଲା, ତାଙ୍କର ଯୋଉ ସେଇଟା ସ୍ୱପ୍ନ ଥିଲା, ସେ ସ୍ୱପ୍ନକୁ ଆଧାର କରି ଆଜି ଆମ ସରକାର ବି ସେଇ ପଥରେ ଯାଉଛନ୍ତି। ମହିଳା ସଶକ୍ତିକରଣ ତା ଭିତରେ ଗୋଟିଏ କଥା। ମହିଳା ସଶକ୍ତିକରଣର ସୁଭଦ୍ରା ଆପା ଏଠି ବସିଛନ୍ତି। ଆଜି ତାଙ୍କୁ ଧନ୍ୟବାଦ ଦେବି। ନିରନ୍ତର ଭାବରେ ମହିଳାମାନଙ୍କୁ ପ୍ରକୃତରେ ସଶକ୍ତିକରଣ କରିବା ପାଇଁ ଯାଇ ଦିନ ରାତି ଏକ କରି ଆଜି ସକାଳୁ ବି ରାଲି କରିଛନ୍ତି। 1 କୋଟି ମହିଳାଙ୍କୁ ସିଏ ତାଙ୍କର ନାମ ପଞ୍ଜୀକୃତ କରିଛନ୍ତି। ସେମାନେ ଏ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରାଇପାରିଛନ୍ତି।